ଆପଣଙ୍କୁ ଆଇଏସ୍ଏସ୍ ଟିପ୍ସରେ ମୁଁ ପ୍ରଭାତ। ତ ଦେଖନ୍ତୁ ଆଜିର ଡେଟ୍ରେ ଆପଣଙ୍କର ଏସ୍ବିଆଇ ତରଫରୁ ଗୋଟେ ବହୁତ ବଡ଼ ଜବ୍ ଭ୍ୟାକେନ୍ସି ଅଲରେଡ଼ି ଆସିସାରିଛି। ଭ୍ୟାକେନ୍ସି ରହୁଛି ଆପଣଙ୍କର ଏସ୍ବିଆଇ କ୍ଲର୍କର। ତ ଓଭରାଲ୍ ଯଦି ଭ୍ୟାକେନ୍ସି କଥା କହିବା କି ଆପଣଙ୍କର 13,735 ପାଖାପାଖି ଆପଣଙ୍କର ଭ୍ୟାକେନ୍ସି ରହିଛି, ଯେଉଁଟାକି ହେଉଛି ଗୋଟେ ବଡ଼ ଭ୍ୟାକେନ୍ସି ଅଛି। ତ କ'ଣ ରହିଛି ଏହାର ସିଲେକ୍ସନ୍ ପ୍ରୋସିଡ଼ିଓର, କେବେଠୁ ଆପଣମାନେ ଫର୍ମ ଆପ୍ଲାଏ କରିବେ ଏବଂ ଜବ୍ ପାଇବାକୁ ହେଲେ କେଉଁ କେଉଁ ଷ୍ଟେଜ୍ ଦେଇ ଯିବାକୁ ପଡ଼ିବ, ଆପ୍ଲିକେସନ୍ ଫି କେତେ ଟଙ୍କା ଦେବାକୁ ପଡ଼ିବ, ଏକ୍ଜାମ୍ କେବେ ଅଛି, କ'ଣ ଅଛି, ତାପରେ କମ୍ପ୍ଲିଟଲି ଡିସ୍କସନ୍ କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଫାର୍ଷ୍ଟ ଟାଇମ୍ ଆପଣମାନେ ଆଇସିଏସ୍ଟିକୁ ଭିଜିଟ୍ କରୁଛନ୍ତି ତ କାଇଣ୍ଡଲି ଏହାକୁ ସବସ୍କ୍ରାଇବ୍ କରନ୍ତୁ। ଏହିପରି ହିସାବରେ ଆପଣଙ୍କୁ ଆଇସିଏସ୍ଟି ଜବ୍ ଅପଡେଟ୍ ପ୍ରୋଭାଇଡ଼ କରିବ। ଦେଖନ୍ତୁ କି ଏ ଯେଉଁ ରହିଲା କି ଆର ଅଫିସିଆଲ୍ ନୋଟିଫିକେସନ୍ଟି ମୁଁ ଆପଣଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ସେୟାର କରି ରଖିବି। ତ ଟେଲିଗ୍ରାମ ଚ୍ୟାନେଲ ନାଁ ରହୁଛି ଆଇସିଏସ୍ ଟିପ୍ସ। ଆପଣମାନେ ଆଇସିଏସ୍ ଟିପ୍ସ ଟେଲିଗ୍ରାମ ଚ୍ୟାନେଲ ସର୍ଚ୍ଚ କରନ୍ତୁ, ଆପଣ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇପାରିବେ ହେଲା। ତ ଦେଖନ୍ତୁ ଇଏ ରହୁଛି ତାର ଅଫିସିଆଲ୍ ନୋଟିଫିକେସନ୍ଟି। ଆପଣଙ୍କ ଯେଉଁ ରେଜିଷ୍ଟ୍ରେସନ୍ ଯେଉଁ ଆରମ୍ଭ ହେବାକୁ ଯାଉଛି, ତ ଅନଲାଇନ୍ ରେଜିଷ୍ଟ୍ରେସନ୍ ଯେଉଁ ଆରମ୍ଭ ଆଜିର ଡେଟ୍ରୁ ଅଲରେଡ଼ି ଷ୍ଟାର୍ଟ ହେଇଯାଇଛି, ଯେଉଁଟାକି ରହୁଛି ଆପଣଙ୍କ 17/12/2024 ଏବଂ ଲାଷ୍ଟ ଡେଟ୍ ଯେଉଁ ରହୁଛି ଏହାର 7/1/2025। ତ ଆପଣଙ୍କୁ ପାଖାପାଖି 20 ଦିନ ଟାଇମ୍ ମିଳୁଛି। ଏବଂ ଏ ଜାଗାରେ ଦେଖନ୍ତୁ କି ଆପଣଙ୍କ ନୋଟିସ୍ରେ ମେନସନ୍ ବି କରିଦେଇଛି, ଆପଣଙ୍କର ପ୍ରିଲିମ୍ ଏକ୍ଜାମିନେସନ୍ ୱିଲ୍ ବି କଣ୍ଡକ୍ଟେଡ୍ ଟେଣ୍ଟେଟିଭଲି ଇନ୍ ଦ ମନ୍ଥ ଅଫ୍ February 2025 and main examination will be conducted tentatively in the month of March or April। ତ ଏ ଜାଗାରେ ଆପଣଙ୍କର ପ୍ରିଲିମ୍ ଏକ୍ଜାମ୍ର ଏବଂ ମେନ୍ ଏକ୍ଜାମ୍ର ମଧ୍ୟ ଡେଟ୍ ଏ ଜାଗାରେ ଆପଣଙ୍କୁ ପ୍ରୋଭାଇଡ଼ କରି ଦିଆଯାଇଛି। ଏ ଜାଗାରେ ଦେଖନ୍ତୁ କି ଏ ଜାଗାରେ ଭ୍ୟାକେନ୍ସି ଦେଇଦେଇଛି, କେଉଁ କେଉଁ ଷ୍ଟେଟ୍ର କେଉଁ ୟୁନିୟନ୍ ଟେରିଟୋରିଜ୍ର କେତେ କ'ଣ ଭ୍ୟାକେନ୍ସି ରହିଛି ଏବଂ ସେଥିପାଇଁ ଆପଣଙ୍କର ଏଲ୍ପିଟି ଯେଉଁ ରହୁଛି ଲାଙ୍ଗୁଏଜ୍ ପ୍ରୋଫିସିଏନ୍ସି ଟେଷ୍ଟରେ ଆପଣଙ୍କର କେଉଁ ଲାଙ୍ଗୁଏଜ୍ରେ ଜାଣିଥିବା ଦରକାର। ଯେମିତିକି ଏ ଜାଗାରେ ଓଡ଼ିଶାରୁ ବି ଆପଣଙ୍କ ଭ୍ୟାକେନ୍ସି ଭୁବନେଶ୍ୱରରେ ଓଡ଼ିଆ ଦରକାର ଏବଂ 362 ନମ୍ବର ଭ୍ୟାକେନ୍ସି ରହିଛି। ଯଦି ଏହିପରି ହିସାବରେ ଦେଖନ୍ତୁ କି ଆପଣଙ୍କର ଗୁଜୁରାଟରେ ରହିଲା କି ଆପଣଙ୍କର 1063, ଯଦି ଏହିପରି ହିସାବରେ ଆମେ ଦେଖିବା ତ ସବୁଠୁ ଅଧିକା ଭ୍ୟାକେନ୍ସି କଥା ମିଶାଇକି ଆମେ ଯଦି ଦେଖିବା ଟୋଟାଲ୍ ଭ୍ୟାକେନ୍ସି ରହୁଛି ଆପଣଙ୍କର 13,735 ନମ୍ବର ଭ୍ୟାକେନ୍ସି ଆପଣଙ୍କୁ ଦେଖିବାକୁ ମିଳୁଛି। ଏ ଜାଗାରେ ଡିଟେଲ୍ସ କାଟାଗୋରାଇଜ୍ ଭ୍ୟାକେନ୍ସି ମଧ୍ୟ ଆପଣଙ୍କୁ ମେନସନ୍ କରିଦେଇଛି। ଉତ୍ତରପ୍ରଦେଶରେ ମୋତେ ଲାଗୁଛି ସବୁଠୁ ଅଧିକା ଭ୍ୟାକେନ୍ସି ରହିଛି, ଯେଉଁଟାକି ରହୁଛି ଆପଣଙ୍କର 1894 ନମ୍ବର ଅଫ୍ ଭ୍ୟାକେନ୍ସି ଦେଖିବାକୁ ମିଳୁଛି ହେଲା। ତ ଏବେ ଦେଖିବା କି ଆପଣଙ୍କର ଏଜ୍ କ୍ରାଇଟେରିଆ ବା ଏଜ୍ ରିଲାକ୍ସେସନ୍ କ'ଣ ରହିଛି, ଏଜ୍ ଲିମିଟ୍ କ'ଣ ରହିଛି, ତା ଉପରେ ଡିସ୍କସନ୍ କରିବା। ତ ଏଜ୍ ଆପଣଙ୍କୁ ମିନିମମ୍ 20 ବର୍ଷ ହେଇଥିବା ଦରକାର। ଡେଟ୍ ପୁଣି ମେନସନ୍ କରିଛି କି ଆଜ୍ ଅନ୍ 1/4/2024, 1/4/2024 ସୁଦ୍ଧା ଆପଣଙ୍କ ମିନିମମ୍ 20 ବର୍ଷ ହେଇଥିବା ଆବଶ୍ୟକ ଏବଂ ମ୍ୟାକ୍ସିମମ୍ ଆପଣଙ୍କୁ 28 ବର୍ଷ ହେଇଥିବା ଆବଶ୍ୟକ। ତା ସହିତ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ମଧ୍ୟ ଦେଖିବାକୁ ମିଳିଯିବ। SC STକୁ 5 ବର୍ଷ, OBCକୁ 3 ବର୍ଷ, PWକୁ 10 ବର୍ଷ, ଆଉ PW SC STକୁ ଆପଣଙ୍କର 15 ବର୍ଷ ଏବଂ PW OBCକୁ ଆପଣଙ୍କ 13 ବର୍ଷ। ଏହିପରି ହିସାବରେ ଆପଣଙ୍କର ଏଜ୍ କ୍ରାଇଟେରିଆ ମଧ୍ୟ ଦେଖିବାକୁ ମିଳିଯାଉଛି। ଏ ଜାଗାରେ ଆଉ ଗୋଟେ ଆପଣ ମନେ ଡାଉଟ୍ ଥିବ କି ମୋ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ଅଛି। ଦେଖନ୍ତୁ ଯଦି ଆପଣମାନେ ମିନିମମ୍ +3 ପାସ୍ କରିଛନ୍ତି ତାହେଲେ ଏ ପୋଷ୍ଟକୁ ଆପଣମାନେ ଆପ୍ଲାଏ କରିପାରିବେ ଏବଂ ଯେକୌଣସି ୟୁନିଭର୍ସିଟିରୁ ଆପଣମାନେ ପାସ୍ କଲେ ଏହାକୁ ଆପ୍ଲାଏ କରିପାରିବେ। ଏ ଜାଗାରେ ଗୋଟେ ଛୋଟ ପଏଣ୍ଟ ମେନସନ୍ କରିଛି କି 31/12/2024 ସୁଦ୍ଧା, ତାମାନେ 31/12/2024 ସୁଦ୍ଧା ଯଦି ଆପଣ କୌଣସି ବି ଗ୍ରାଜୁଏସନ୍ ଡିଗ୍ରୀ ଆପଣଙ୍କ ପାଖରେ ଅଛି, ଡିଗ୍ରୀ ସାର୍ଟିଫିକେଟ୍ ଆପଣଙ୍କ ପାଖରେ ଅଛି, ତାହେଲେ ଏ ପୋଷ୍ଟକୁ ଆପଣମାନେ ଆପ୍ଲାଏ କରିପାରିବେ। ତ କହିବେ କି ମୁଁ ଏ ବର୍ଷ ଫାଇନାଲ୍ ଇୟର୍ ଆପିୟର୍ କରୁଛି, କ'ଣ ମୁଁ ଫର୍ମ ଆପ୍ଲାଏ କରିପାରିବି କି ନାହିଁ। ଯଦି ଆପଣଙ୍କର 31/12/2024 ସୁଦ୍ଧା ଆପଣଙ୍କର ସାର୍ଟିଫିକେଟ୍ ଆପଣଙ୍କ ପାଖରେ ଅଛି ତାହେଲେ ଆପ୍ଲାଏ କରିପାରିବେ, ଅଦରୱାଇଜ୍ ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ଏ ହେଉଛି ତାର ରିଆଲିଟି। ଆଉ ଏ ଜାଗାରେ ଦେଖନ୍ତୁ କି ଅଲଗା ସବୁ ଡିଟେଲ୍ସ ଦେଇଛି, ଆପଣଙ୍କୁ ମୁଁ ସେୟାର କରିନେବି, ଆପଣମାନେ ଏହାକୁ ପଢ଼ି ନେବେ। ଏ ଜାଗାରେ ଦେଖନ୍ତୁ କି ଯେଉଁ ସିଲେକ୍ସନ୍ ପ୍ରୋସିଡ଼ିଓର ରହିବ, ଆପଣ ଦୁଇଟା ଷ୍ଟେଜ୍ରେ, ଗୋଟେ କହିଲେ ପ୍ରିଲିମ୍ ଏକ୍ଜାମ୍, ଗୋଟେ ରହିଲା ମେନ୍ ଏକ୍ଜାମ୍। ପ୍ରିଲିମ୍ ଏକ୍ଜାମ୍ରେ ଆପଣଙ୍କ 100 ମାର୍କର କୋଶ୍ଚିନ୍ ରହିବ ଏବଂ 100 ମାର୍କ ହିଁ ରହିବ, 100ଟା କୋଶ୍ଚିନ୍ ରହିବ, 100 ମାର୍କ ରହିବ ଏବଂ ଟାଇମ୍ ଡ୍ୟୁରେସନ୍ ଦେଖନ୍ତୁ ପ୍ରତି ସେକ୍ସନାଲ୍ ଯେଉଁଟାକି ରୁହେ ସେଇ ହିସାବରେ ରହୁଛି। ଇଂଲିଶ ଲାଙ୍ଗୁଏଜ୍ 30ଟା କୋଶ୍ଚିନ୍ ଆସିବ, 30 ମାର୍କ ଏବଂ ତାକୁ ଟାଇମ୍ ରହିବ 20 ମିନିଟ୍। ରିଜନିଂ ଆପଣଙ୍କର ରହିବ 35ଟା କୋଶ୍ଚିନ୍, 35 ମାର୍କ, ତାର ଟାଇମ୍ ରହିବ 20 ମିନିଟ୍। ମ୍ୟାଥ୍ ରହିବ 35ଟା କୋଶ୍ଚିନ୍, 35 ମାର୍କ, ଟାଇମ୍ ରହିବ 20 ମିନିଟ୍। ଏହିପରି ହିସାବରେ ଆପଣଙ୍କୁ 1 ଘଣ୍ଟା ଟାଇମ୍ ରହୁଛି ଏବଂ ନେଗେଟିଭ୍ ମାର୍କିଂ ମଧ୍ୟ ଆପଣଙ୍କୁ ଏ ଜାଗାରେ ଦେଖିବାକୁ ମିଳିବ। ଆଜିର ମେନ୍ ଏକ୍ଜାମ୍ କଥା ଯଦି କହିବା ଆମେ, ଏହାର ମଧ୍ୟ ମେନ୍ ଏକ୍ଜାମ୍ ବି ସିମିଲାର ରହୁଛି। ତ କ'ଣ କ'ଣ ରହୁଛି ସେଥିରେ, ଜେନେରାଲ୍ ଆୱାରନେସ୍ ରହୁଛି, ଫାଇନାନ୍ସିଆଲ୍ ରିଲେଟେଡ୍ 50ଟା କୋଶ୍ଚିନ୍ 50 ମାର୍କ, ଏହାକୁ ଟାଇମ୍ ଡ୍ୟୁରେସନ୍ ରହୁଛି 35 ମିନିଟ୍। ଜେନେରାଲ୍ ଇଂଲିଶ ରହୁଛି ଆପଣଙ୍କର 40ଟା କୋଶ୍ଚିନ୍ 40 ମାର୍କ 35 ମିନିଟ୍। କ୍ୱାଣ୍ଟିଟେଟିଭ୍ ଆପ୍ଟିଚ୍ୟୁଡ୍ ରହୁଛି 50ଟା କୋଶ୍ଚିନ୍ 50 ମାର୍କ ଏବଂ 45 ମିନିଟ୍। ରିଜନିଂ ଆବିଲିଟି ରହୁଛି ଆପଣଙ୍କର 50ଟା କୋଶ୍ଚିନ୍ 50 ମାର୍କ 45 ମିନିଟ୍।
है तो टोटाल नंबर ऑफ क्वेश्चन रहिबा आपनकर 190 एवं मैक्सिमम मार्क रहिबा आपनकर 200 एवं आपनकर ड्यूरेशन रहिबा 2 घंटा 40 मिनिट आपनकर ए जगह ड्यूरेशन देखिबा को मिलुछि है लास्ट देखिए कि आपनकर एग्जामिनेशन फी तो एग्जामिनेशन फी बहुत ही हाई अच्छे तो जोटा कि रोचे अपन जनरल ओबीसी ईडब्ल्यूएस को पई आपनकर जनरल साधारणतः जो आपन एग्जामिनेशन फी 750 टका रहउछि एवं एससी एसटी पीडब्ल्यूडी एमान पई आपन कोनोसी एग्जामिनेशन फी दबा को पड़िबो नै तो ये थिला आपन पई ओवरऑल वीडियोटी आई होप आपन वीडियोटी पसंद आस्थिबो जदि एही परि सर वीडियो देखियो चाहନ୍ତି तो काइंडली आईसीएसटी को सब्सक्राइब करंतु जोटा कि आपन पई बहुत ही हेल्पफुल धन्यवाद